ଶୀତ 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 ଚାରିଆଡେ ଗୋଟିଏ ଚର୍ଚ୍ଚା ଶୀତ କେମିତି ହେଲେ ବି ଲୋକମାନେ ନିଜକୁ ସ୍ୱାସ୍ଥ୍ୟ ରଖିବା ପାଇଁ ସକାଳୁ ସକାଳୁ ଆସି ଯାଉଛନ୍ତି ମର୍ଣ୍ଣିଂ ୱାକ୍ କରିବା ପାଇଁ। ଆଉ ଏମିତି ବି ବହୁତ ଅଛନ୍ତି ଯୋଉମାନେ ଖେଳ କରିନା ନିଜ ଦେହକୁ ସୁସ୍ଥ ରଖିବା ପାଇଁ ଆଉ ନିଜ ଦେହକୁ ୱାର୍ମ ରଖିବା ପାଇଁ ଆସି ଯାଉଛନ୍ତି ଖେଳିବା ପାଇଁ। ଯେମିତିକି ଆମେ ଦେଖିବା କି ସକାଳୁ ଏତେ ଶୀତ ମାତ୍ରା ବଢି ଯାଉଛି କି ଲୋକମାନଙ୍କୁ ଉଠିବା ପାଇଁ ବି କଷ୍ଟକର ହେଇଯାଉଛି, କିନ୍ତୁ ବି ଏମିତି ବହୁତ ଭାଇ ବନ୍ଧୁ ମାନେ ଅଛନ୍ତି ଯୋଉମାନେ ଏବେ ବି ନିଜକୁ ସୁସ୍ଥ ଆଉ ନିଜ ଦେହକୁ ଗରମ ରଖିବା ପାଇଁ ଆସି ଯାଉଛନ୍ତି ଖେଳିବା ପାଇଁ। ଆମେ ସିଧାସଳଖ ଜଣେ ଭାଇ ଅଛନ୍ତି ଯିଏ ଖେଳୁଛନ୍ତି, ତାଙ୍କୁ ପଚାରିବା କେମିତି ରହୁଛି ଏଇ ଶୀତର ଅନୁଭୂତି। ଭାଇ, କେମିତି ରହୁଛି ଆମ ଏଇ ଶୀତର ଅନୁଭୂତି? ଶୀତ ଶୀତ କଥା ଅନୁଗୁଳରେ ବର୍ତ୍ତମାନ କହିଲେ ନ ସରେ। ଏ ବର୍ଷର ଶୀତ ସବୁଠାରୁ ଅସହ୍ୟ ଆଉ ଅସମ୍ଭାଳ। ଆଉ ତଥାପି ସେ ଭିତରେ ଶୀତ ମଧ୍ୟରେ ନିଜକୁ ସୁସ୍ଥ ରଖିବା ପାଇଁ ଆମେ ଗୋଟେ ପ୍ରୟାସ ଚଲେଇଛୁ। ସକାଳୁ କ୍ରିକେଟ ଏକ୍ସରସାଇଜ ଏସବୁ କରି ନିଜ ବଡିକୁ ସୁସ୍ଥ ରଖିବା ପାଇଁ ଗୋଟେ ପ୍ରୟାସ ଆମର ଚାଲିଛି। ସକାଳୁ ଉଠି ହଉଛି ଶୀତରେ? ଉଠି ମନ ନହେଲେ ବି ଥରେ ଉଠିଗଲେ ଆଉ ପଡିଆକୁ ପଳେଇ ଆସିଲେ ତାପରେ ଆଉ ଶୀତର ମାତ୍ରା ଏତେ ଜଣା ପଡୁନାହିଁ। ଯେମିତି ଆପଣ ସିଧାସଳଖ ଦେଖିଲେ କି ଆମେ ପଚାରି ବୁଝିଲୁ କିଛି ଭାଇ ବନ୍ଧୁ ମାନଙ୍କୁ, ଏମିତି ଆହୁରି ବି ଅଛନ୍ତି ଯୋଉମାନେ ନିଜ ଦେହକୁ ପୁରା ଫିଟ୍ ଆଣ୍ଡ ଫାଇନ୍ ରଖିବା ପାଇଁ ଚାଲୁଛନ୍ତି ଆମ କରିଡରରେ, ଆମ ବିଜୁ ମଇଦାନ କରିଡରରେ ନିଜ ଦେହକୁ ସୁସ୍ଥ ରଖିବା ପାଇଁ। ଅନୁଗୁଳରୁ କ୍ୟାମେରା ପର୍ସନ AK ପଟ୍ଟନାୟକଙ୍କ ସହ ସ୍ୱସ୍ତିଦେବ ସାହୁଙ୍କ ରିପୋର୍ଟ, ଟାଇମ୍ସ ଓଡ଼ିଆ।